एपटे विदुर कहीं कांदुले विदुर मन मन चिंता करुले ए दुखिनी मो स्त्री सुलभा मते बाहला परे ता दुख बढ़ी जाइछि जीवन में मते से केबे किछि मागिनी दुख रे रहिले मध्य केबे मन दुख करिनी दिन दिन से उपास रहिला परे मध्य केबे कहिनी अभियोग अनुयोग करिनी मते काहे की खाइबकु देइना सिंडा लुगा पिंधिला परे भी आपत्ति अभियोग नाही सबले पतिर दुख रे दुखी पतिर सुख रे सुखी केबे तो किछि मागी नथिला सिए मते आज प्रथम दर पे जीवन में कौन गोटे मागिला जे पुणी सेटा ता पाई नुहे ता निज स्वार्थ पाई नुहे खाली एतिकी मागिला तुमे वासुदेव को टिके निमंत्रण करंतनी आम नुहाणिया चालिया घर को मु हतभागा स्वामी मु स्वामी हो पाई अनुपयुक्त कारण गोटे स्त्री किछि मागिनी प्रथम दर पाई मागुची मु ताको भी पूरण करि पारिलेनी धिक्कार मो स्वामी पुन को धिक्कार विद्रोह कांदुथिले महाप्रभु मो परी हिनस्ता गरीब करी काहाको जन्म दियंतु नहीं महाप्रभु आज मो स्त्री आपण को टिके निमंत्रण करिया पाई गोटे प्रस्ताव देइथिला अनुरोध करिथिला काकुति विनती हेइथिला निवेदन करिथिला मु ताकु भी रखि पारले दे महाप्रभु विदुर सुलभा कांदुथिले आ कहूथिले महाप्रभु कला मुख दिल किया एते दुख कली केहूँ दोष आए तो बास कांदिली जीवन जाक कला मुख दिल किया एते दुख कला मुख दिल किया मुख दिल किया दुख भोला मुख दिल किया दुख कली के दोष आए प्रीत बास आयो कहीं दोष प्रीत बास कली के दोष आए प्रीत बास कली के दोष आए प्रीत बास कांदिली जीवन जाक भोला मुख दिल किया दुख भोला मुख दिल किया दुख
ରାତିରେ ବିଦୁର ସୁଲଭା ଶୋଇ ନଥିଲେ, କାନ୍ଦୁଥିଲେ। ବିଦୁର ଓ ସୁଲଭା ପରସ୍ପରର ଅଜ୍ଞାତରେ ଅଜାଣତରେ ସ୍ୱାମୀ ସ୍ତ୍ରୀର ଲୁହ ଦେଖୁନଥିଲେ କି ସ୍ତ୍ରୀ ସ୍ୱାମୀର। ସେପଟେ ଭଗବାନ ଅଷ୍ଟପାଟବଂଶୀଙ୍କ ସହିତ ରାତିରେ ଶୋଇପାରି ନଥିଲେ ପ୍ରଭୁ। ସେ ରାତି ସମଗ୍ର ରାତି ବିନିଦ୍ର ରଜନୀ ପାହି ଦେଇଥିଲେ କୃଷ୍ଣ ଭଗବାନ। ନା ଖାଉଥିଲେ ନା ଶୋଉଥିଲେ, କାରଣ ଭକ୍ତ ହଉଛି ଭଗବାନଙ୍କର ଜୀବନ। ବିନା ସ୍ୱାର୍ଥରେ ବିଦୁର ସୁଲଭ ତାଙ୍କୁ ଡାକୁଛନ୍ତି, ଆତିଥ୍ୟତା ପ୍ରଦାନ କରିବା ପାଇଁ ନିମନ୍ତ୍ରଣ କରୁଛନ୍ତି ମାନସିକ ଭାବରେ। ଯାଦୃଶୀ ଭାବନାଜସ୍ୟ ଅସିଧିର ଭବତି ତାଦୃଶୀ ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂ ତଦେବ ଭଜାମ୍ୟହଂ ମମ ବର୍ତ୍ତମାନ ବର୍ତ୍ତନ୍ତେ ମନୁଷ୍ୟଃ ପାର୍ଥ ସର୍ବଶଃ। ଭଗବାନ କହିଲେ ଭାଗବତରେ, ହେଲେ ଯିଏ ମତେ ଯେମିତି ଡାକେ ମୁଁ ଆଜି ନହେଲେ କାଲି ନହେଲେ ଦିନେ ନା ଦିନେ ତାକୁ ଦେଖାଦିଏ। କାରଣ ଯେ ମତେ ଭାବେ ଯେଉଁ ପରି ପ୍ରାପ୍ତ ହୁଏ ସେ ପରି। ଗୋବିନ୍ଦ 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 ପାଦ ବାଡ଼ତେ ଏ ମନ ଖୋଜୁ ପାଇ ଯାହା କାଳେ ପ୍ରାପ୍ତ ହୁଏ ତାହା। ଗୋବିନ୍ଦ 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 ପାଦ ବାଡ଼ତେ জীবন সে শরণ। গোবিন্দ 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 পদ বাড়তি তাবত নহে আত্ম সুখী নিরতে তাপ রহে দুঃখী। গোবিন্দ 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 পদ বাড়তি মনুষ্য জন্মে কিবা লাভ যদি গোবিন্দে নাহি ভাব। গোবিন্দ 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 এ যে মনুষ্য পড়ে ঘর নরক নিস্তারণ দ্বার। গোবিন্দ অনেক জন্ম তপ বলে মনুষ্য জন্ম হরি তোলে। গোবিন্দ 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 পদ বাড়তি বল ভক্তবত ভগবান কি। ভগবান হচ্ছেন সর্বদ্রষ্টা সর্বনিয়ন্তা। ভগবান আড়କୁ ସେ ଗୋଟିଏ କଦମ ଆଗେଇ ଯାଏ, ଭଗବାନ ତା ଆଡକୁ କେତେ କଦମ ଆଗେଇ ଆସନ୍ତି ତାର ଠିକଣା ନାହିଁ। ଭାଗବତ କଥା ଶ୍ରବଣ କରୁଥିଲା ବେଳେ କେତେ ମନ ଧ୍ୟାନ ଦେଇ କିଏ ଶୁଣୁଛି, କେତେ ହରିବୋଲ କେତେ ହୁଳହୁଳି କେତେ ଜୟଧ୍ୱନି କରୁଛି ଭଗବାନଙ୍କ ପାଇଁ, ନେତାଙ୍କ ପାଇଁ ନୁହେଁ। ଭଗବାନ ସବୁ ଜାଣନ୍ତି। ଭଗବାନଙ୍କ ନାଁ ଭାବଗ୍ରାହୀ, ଭାବକୁ ଗ୍ରହଣ କରନ୍ତି। ସମସ୍ତେ ପ୍ରବଚନ ଶୁଣି ବୈକୁଣ୍ଠ ଯାଆନ୍ତି ନାହିଁ। ଭାଗବତର ପ୍ରଥମ ସ୍କନ୍ଧରେ ଲେଖାଯାଇଛି, କାହିଁକି ସମସ୍ତେ ପ୍ରବଚନ ଶୁଣି ସତ୍ସଙ୍ଗ ଶୁଣି କାହିଁକି ଉଦ୍ଧାର ପାଆନ୍ତିନି? ଗୋକର୍ଣ୍ଣ ଉପାଖ୍ୟାନରେ ଧୁନ୍ଧୁକାରୀ ନାମକ ପ୍ରେତଟି କେବଳ ଉଦ୍ଧାର ପାଇଲା 7 ଦିନରେ। ସବୁଠୁ ଜଘନ୍ୟ ପାପୀ ଯିଏ। ଗୋକର୍ଣ୍ଣ ପଚାରିଲେ ସୂର୍ଯ୍ୟ ନାରାୟଣଙ୍କୁ, ମୋ ଭାଇ ସବୁଠୁ ମହାପାପୀ। 7 ଦିନ ଆଷାଢ ମାସରେ ମୁଁ ପ୍ରବଚନ ଆରମ୍ଭ କଲି, ଭାଗବତ ପ୍ରବଚନ ସମସ୍ତେ ଶୁଣୁଥିଲେ, କିନ୍ତୁ 7 ଦିନ ଯୋଉଦିନ ସରିଲା ମୋ ଭାଇ ଧୁନ୍ଧୁକାରୀ ସବୁଠୁ ମହାପାପୀ ଜଘନ୍ୟ ପାପୀ ସେ ଉଦ୍ଧାର ପାଇଗଲା।
ଭଗବାନଙ୍କର ଦୂତ ମାନେ ତାକୁ ଆସି ବୈକୁଣ୍ଠକୁ ନେଇଗଲେ। ପାପ କରିନଥିବା ଏତେ ଲୋକ ପ୍ରବଚନ ଶୁଣୁଥିଲେ ଭାଗବତର 7 ଦିନ ଧରି, କାହିଁ ଆଉ କାହାକୁ ସଦ୍ଗତି ପ୍ରାପ୍ତ ହେଲା ନାହିଁ? ଗୋକର୍ଣ୍ଣଙ୍କର ଏଇ କଥାରେ ସୂର୍ଯ୍ୟନାରାୟଣ ଉତ୍ତର ଦେଲେ, ହେ ଗୋକର୍ଣ୍ଣ, ତୁମ ଭାଇ ସିନା ଜଘନ୍ୟ ପାପୀ ଥିଲେ, ମଲା ପୂର୍ବରୁ ତାଙ୍କର ପ୍ରେତାତ୍ମା ଅନୁତାପର ନିଆଁରେ ଦଗ୍ଧୀଭୂତ ହୋଇଥିଲା। ଯେଉଁ 7 ଦିନ ଭାଗବତ ପ୍ରବଚନ ଆୟୋଜନ ତୁମେ କଲ, ସିଏ କେବଳ ଜଣିଏ ଲୋକ ମନ ଧ୍ୟାନ ଦେଇ ପ୍ରତ୍ୟେକ ଶବ୍ଦ ପ୍ରତ୍ୟେକ କଥାକୁ ଶ୍ରବଣ କରୁଥିଲେ। ଅନ୍ୟ ଯୋଉମାନେ ବସିଥିଲେ ତାଙ୍କ ଭିତରେ ସବୁ ଶ୍ରବଣ କରୁନଥିଲେ ମନ ଧ୍ୟାନ ଦେଇ। କିଏ ଅନ୍ୟମନସ୍କ ଥିଲେ, କିଏ ଢିଙ୍କିଶାଳରୁ ଢେଙ୍କାନାଳ ପର୍ଯ୍ୟନ୍ତ କଥାର ଦୁଃଖ ସୁଖର ପସରା ମାଲି ଦେଇଥିଲେ ପ୍ରବଚନ ଭିତରେ, କିଏ ଅନ୍ୟମନସ୍କ ହେଇଯାଇଥିଲେ। ପ୍ରବଚନ ଭଗବାନଙ୍କର ଭାଗବତ କଥା ଶ୍ରବଣ କଲା ବେଳେ ଯିଏ ତାହାକୁ ଧ୍ୟାନ ସହକାରେ ଭକ୍ତିରେ ଏକ ଧ୍ୟାନରେ ଲୟରେ ମନ ଚିତ୍ତ ନିବେଶ କରି ଶ୍ରବଣ କରେ, ସେଇ କେବଳ ମୁକ୍ତି ପ୍ରାପ୍ତ ହୁଏ, ଯାହାକି ଧୁନ୍ଦୁକାରୀ କରିଥିଲେ ଆଉ କେହି କରିନଥିଲେ। ତାର କାରଣ ଭଗବାନଙ୍କୁ ଦିନେ ସେଇ କଥାର ପଚରା ଗଲା। ପରୀକ୍ଷିତ ମହାରାଜ ପଚାରିଲେ ସୁଖଦେବ ବ୍ରହ୍ମଚାରୀକୁ, କାହିଁକି ସମସ୍ତେ ମୁକ୍ତି ପାଆନ୍ତି ନାହିଁ ଭାଗବତ କଥା ଶ୍ରବଣ କଲା ବେଳେ? একথা শুনিলা পরে বাল ব্রহ্মচারী সুখদেব মহারাজ কহিলে, রাজন, ভগবানଙ୍କ ନାଁ ହେଉଛି ଭାବଗ୍ରାହୀ। ତାଙ୍କ ନାଁ କାହିଁକି ଭାବଗ୍ରାହୀ ହେଲା? ଭାବକୁ ନିକଟ, ଅଭାବକୁ ଦୂର। ଯିଏ ଭାବରେ ଶ୍ରବଣ କରେ ସେ ତାକୁ ଗ୍ରହଣ କରନ୍ତି। ଆମେ କଦଳୀ ନଡ଼ିଆ କାର୍ତ୍ତିକ ମାସରେ କି ଅନ୍ୟ ଦିନରେ ଭଗବାନଙ୍କୁ ପୂଜା କରୁଛେ। କାର୍ତ୍ତିକ ମାସ ବା ଅନ୍ୟ ଦିନରେ ଭଗବାନଙ୍କୁ ପୂଜା କଲା ବେଳେ ସେ ଯଦି ନଡ଼ିଆ ନଉଥାନ୍ତେ, ସତରେ ତାଙ୍କ ନାଁ ନଡ଼ିଆ ଗ୍ରାହୀ, କଦଳୀ ଗ୍ରାହୀ, ଟଙ୍କା ଗ୍ରାହୀ, ଲୁଗା ଗ୍ରାହୀ, ଘିଅ ଗ୍ରାହୀ ହେଇଥାନ୍ତା। ଆମେ ଦଉଥିବା ନଡ଼ିଆ କଦଳୀ ଭୋଗ ସାମଗ୍ରୀକୁ ସେ ଟିକେ ହେଲେ ଗ୍ରହଣ କରନ୍ତି ନାହିଁ। କାହିଁକି? ସେଇ ନଡ଼ିଆ ସେଇ କଦଳୀକୁ ସିଏ ତିଆରି କରିଛନ୍ତି, ତାଙ୍କର ଜିନିଷକୁ ତାଙ୍କର ଦେଇ ଆମେ ବଡ ଲୋକି। କଣ ନିଅନ୍ତି ସିଏ? କୋଉ ଭାବରେ ମୋ ଭକ୍ତ ମତେ ନଡ଼ିଆ କଦଳୀ ଦେଇଛି, ସେଇ ନଡ଼ିଆ କଦଳୀ ଭିତରୁ ଦେଇଥିବା ଦାତାର ଭାବକୁ ସେ ଗ୍ରହଣ କରୁଥିବାରୁ ତାଙ୍କ ନାଁ ହେଲା ଭାବଗ୍ରାହୀ। ପ୍ରବଚନ ଶୁଣୁଥିଲା ବେଳେ ଭଗବାନଙ୍କର ଭାଗବତ କଥା ସେ ବକ୍ତା ହୁଅନ୍ତୁ ବା ଶ୍ରୋତା ହୁଅନ୍ତୁ, ଭାବ ନଥିଲେ ଏଠି କେବଳ ସମୟ ବା ଟାଇମ ପାସ୍ କରିବା ଛଡା ଆଉ କିଛି ନୁହେଁ। ଭାଗବତ କଥା ଶ୍ରବଣର ମହାକାର୍ତ୍ତିକର ପରିପୂର୍ଣ୍ଣ ଫଳ ସେଇ ପ୍ରାପ୍ତ ହୁଏ ଯେ ପ୍ରତ୍ୟେକଟି ମୁହୂର୍ତ୍ତରେ ଭଗବତ କଥା ଭିତରେ ନିଜକୁ ସନ୍ନିବେଶିତ କରିଥାଏ, ତଦ୍ଗତ ତଦ୍ଭବ ତତ୍ସଂଯୋଗ ତତ୍ ସଂଲଗ୍ନ କରିଥାଏ। ଅତି କିନ୍ତୁ ଏତିକି ନ କରୁଥିବା ମଣିଷଟା ପରିପୂର୍ଣ୍ଣ ଭାଗବତ ପ୍ରାପ୍ତିର ଫଳ ମିଳେ ନା। এই ଦେଖନ୍ତୁ ନା, ଭାବଗ୍ରାହୀ ଭଗବାନ ଦୂରରେ ଥାଇକି ମଧ୍ୟ କାନ୍ଦୁଛନ୍ତି, କାରଣ ଭକ୍ତ ଏପଟେ ଭାବରେ ସ୍ୱାମୀ ସ୍ତ୍ରୀ କାନ୍ଦୁଛନ୍ତି ବିଦୁର ଆଉ ସୁଲଭା। ସେ ରାତିରେ ସକାଳ ହେଇଛି, ବିନିଦ୍ର ରଜନୀ ପାହି ଯାଇଛି, ଭକ୍ତ କାନ୍ଦୁଛି, ଭଗବାନ ବି। ଭକ୍ତ ଶୋଇନାହିଁ, ଭଗବାନ ବି। ଭକ୍ତର ମନ ଭାରି ଦୁଃଖ, ଭଗବାନ ବି। ଏମିତି ଭକ୍ତ ହବା ଦରକାର ଯେ ଭଗବାନଙ୍କୁ ବାନ୍ଧି ପାରେ। ଆଜି କଥା ଆରମ୍ଭରେ କହିଥିଲି, ଆମେ ସମସ୍ତେ ଜଡ, ଭଗବାନ ହଉଛନ୍ତି କେବଳ ଚେତନ। ଚେତନ ସିନା ଜଡକୁ ପରିଚାଳିତ କରେ, ଏଠି ଓଲଟା, ଏଠି ଭକ୍ତିରେ, ଏଠି ଭାବରେ ଜଡ ଚେତନକୁ ପରିଚାଳିତ କରୁଛି। ସକାଳ ହେଇଛି,
विदुर महाराज कांदी कांदी भगवान को प्रार्थना करुछंती स्नान परे महाप्रभु ए जीवनटा चली जाऊ परमायुटा सरी जाऊ आपण को नाम गाई गाई समग्र परमायु मोर सरी जानतानी एते ज्ञान देइछंती एते गुण देइछंती कि लाभ जदि आपण को टिके दर्शन न करे सर्वनेत्र रे हे महाप्रभु परमायु सरी जाऊ महाबाहु तुम नाम गाओ गाओ झुंटी पड़े प्राण जाओ झुंटी पड़े प्राण जाओ महाबाहु तुम नाम गाओ गाओ परमायु सरी जाओ महाबाहु तुम नाम गाओ गाओ तुम नाम गाओ गाओ छुट्टी पड़े प्राण जाओ छुट्टी पड़े प्राण जाओ महाबाहु तुम नाम गाओ गाओ तुम नाम गाओ गाओ सच्चिदानंद भगवान की जय।